ଖାଲି ଏତିକି ବୁଝିବା ତମେ ଆମେ ଏଇ ଯୋଉ କଥା ଆମ ଭିତରେ ଚାଲିଛି ତମେ ଭଲ ଆମେ ଭଲ ତମେ ଭଲ ନୁହେଁ ତମେ ଭଲ ସିଏ କହୁଛନ୍ତି ଆମେ ଭଲ ତମେ ଭଲ ନୁହେଁ ଏଇ ଯୋଉ କଥାବାର୍ତ୍ତା ସବୁ ଆଜିର ସଂଘାଶ୍ରିତ ଲୋକମାନେ ଏହାକୁ ବେଶୀ କହୁଛନ୍ତି ଯେଉଁମାନେ ଗୋଟିଏ ଗୁରୁଙ୍କର ଶିଷ୍ୟ କି ଶିଷ୍ୟା ସେଇମାନେ ହିଁ ଇଏ ତମେ ଆମେ କଥାଟାକୁ ବେଶୀ କହୁଛନ୍ତି ଆମେ ଅମୁକ ସମ୍ପ୍ରଦାୟର ସେ ଅମୁକ ବାବାଙ୍କର ଅମୁକ ଗୁରୁଙ୍କର ଏଇ ଯେଉଁ କଥା ଗୁଡ଼ାକ ସବୁ ଆଜିକାଲି ବେଶୀ ଚାଲିଛି ଆଗରୁ ଯଦିଓ ଥିଲା ସେ 4ଟି କି 5ଟି କି 6ଟି ଭିତରେ ସୀମିତ ଥିଲା ବର୍ତ୍ତମାନ ଶହ ଠାକୁର ନିଗମାନନ୍ଦ ସିଏ ଆବିର୍ଭାବ ହେଲେ ତାଙ୍କର ସେ ସାଧନ ଭଜନ କଲେ ନିର୍ବିକଳ୍ପ ସମାଧି ହୁଅନ୍ତୁ ନ ହୁଅନ୍ତୁ ସେଥିରୁ ଆମକୁ କ'ଣ ମିଳିବ ଠାକୁର ନିଗମାନନ୍ଦଙ୍କୁ ଆମେ ଭଲ ପାଇଲୁ ଆନନ୍ଦ ହେଲା କିନ୍ତୁ ତାଙ୍କ ଭକ୍ତମାନେ କହିଲେ ତାଙ୍କୁ ଯିଏ ଆଶ୍ରା କରିବ ସିଏ ଆଉ କୌଣସି ଦେବାଦେବୀ ମନ୍ଦିରକୁ ଯିବ ନାହିଁ କୌଣସି ଉପାସନା କରିବ ନାହିଁ ଯିଏ ଠାକୁର ନିଗମାନନ୍ଦଙ୍କର ଶିଷ୍ୟ ହେବେ ସିଏ ମାନେ 3ଟି ଜନ୍ମରେ ତାଙ୍କୁ ସେ ମୁକ୍ତି ଦେବେ ଏଇ ଯେଉଁ କଥାଟା ତାଙ୍କ ମୁଣ୍ଡରେ ପଶିଗଲା ତେବେ ଆମେ ଯଦି କୁଆଡ଼କୁ ଯିବୁ ତାହେଲେ ଆମ 3 ଜନ୍ମଟା କମିଯିବ ଆରେ ବାବୁ ଖାଲି ବାବୁ କହୁନି ବାବୁଆଣୀ ମାନଙ୍କୁ ବି କହୁଛି ବାବୁଆଣୀ ମାନେ ଗୋଟେ ଜନ୍ମ ଆଗେ ଭଲରେ ଯାଉ ଠାକୁର ନିଗମାନନ୍ଦ ପ୍ରଥମେ ସଚ୍ଚିଦାନନ୍ଦଙ୍କୁ ଗୁରୁ କରିଥିଲେ ସିଏ ପୁଣି ସଚ୍ଚିଦାନନ୍ଦଙ୍କୁ କାହିଁ ଛାଡ଼ିଲେ ତାଙ୍କୁ ବି ସେ ଠାକୁର ବୋଲି ଡାକୁଥିଲେ ସଚ୍ଚିଦାନନ୍ଦଙ୍କୁ ବେଲମାତାଙ୍କୁ ଗୁରୁ କଲେ ପ୍ରେମୀ ଗୁରୁ କଲେ ବାମାକ୍ଷେପାଙ୍କୁ ଗୁରୁ କଲେ ତନ୍ତ୍ର ଗୁରୁ କଲେ ଆଚ୍ଛା ଏଇଠି ସୁମେରୁ ଏଇଠି ବଳିଆ ପଚାରୁଛି ସେ ତ ନିଜେ 4ଟି ଗୁରୁଙ୍କର ସଂସ୍ପର୍ଶରେ ଆସିଲେ ତେଣୁ ସିଏ କ'ଣ କହିଲେ ତମେ କ'ଣ ବୁଝିଲ 3ଟି ଜନ୍ମ କୋଉଠୁ ଆସିଲା କୋଉ ଠାକୁରଙ୍କର ଶିଷ୍ୟ ପର ଜନ୍ମରେ କୋଉଠି ଜନ୍ମ ହେବେ କହିପାରିବେ କି ସେ କଥା ତ କହିପାରିବେନି ଆମେ 3 ଜନ୍ମ ମୁକ୍ତି ପାଇଯିବୁ ଗଲା 3ଟି ଜନ୍ମ କ'ଣ ତମେ ବର୍ତ୍ତମାନ ଯୋଉ ଜନ୍ମରେ ଅଛ ଇଏ ଗୋଟିଏ ଜନ୍ମ ଗୁରୁଙ୍କ ପଦାଶ୍ରିତ ହେଲ ଇଏ ଗୋଟିଏ ଜନ୍ମ ସାଧନ ଭଜନ କଲ ଇଏ ଗୋଟିଏ ଜନ୍ମ ଏ କଥାକୁ ନ ବୁଝିକିରି ଆମେ 3 ଜନ୍ମରେ ମୁକ୍ତି ହେଇଯିବୁ ଆମେ ଗୋଟିଏ ଠାକୁରଙ୍କର ସମ୍ମିଳନୀକୁ ବଳିବାକୁ ଡାକିଥିଲେ ମୁଁ ଯାଇନଥାନ୍ତି କାରଣ ସେମାନେ ସମ୍ମିଳନ କରିଥିଲେ ମୋତେ ଡାକିଥିଲେ କିନ୍ତୁ ଆଉ ଡାକିଲେନି ଏଇଟା ମାନେ ଅତି ଅପମାନିତ ଭଳିଆ ଲାଗିଲା ଏ ଛାଡ଼ ଗଲି ମୁଁ ଗୋଟେ ନିଗମାନନ୍ଦଙ୍କର ମାନେ ଭଜନଟିଏ ଲେଖିକି ନେଇଥିଲି ଯେତେବେଳେ ମୁଣ୍ଡ ବସିଲେ ଉଠିବାକୁ ଟିକେ କଷ୍ଟ ହେଉଛି ବୋଲି ମୁଁ ଠିଆ ହେବି ଆପଣଙ୍କୁ ଭଜନଟି ଗାଇବେ ସେ କହିଲେ ଆମ ଭଜନ ଗାଇବେ ତ ଚୁପଚାପ କଥା ହେଲେ ଆମ ଭଜନ କ'ଣ ଜଗନ୍ନାଥଙ୍କ ଭଜନ ଠାକୁରଙ୍କର ନୁହେଁ ଯଦି ଠାକୁରଙ୍କର ନୁହେଁ ଠାକୁର କାହିଁକି ଜଗନ୍ନାଥ ଧାମକୁ ଆସିଥିଲେ
ସ୍ୱର୍ଗଦ୍ୱାରରେ କାହିଁକି ରହିଥିଲେ? ତେଣୁ ଏଇଭଳିଆ କଥା ସବୁ ଶୁଣିକିରି ଆମର ଠାକୁରଙ୍କ ପ୍ରତି ଶ୍ରଦ୍ଧା କମୁନି, ଏଇ ଯେଉଁ ସଂଘାଶ୍ରିତ ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧା ଆପେ ଆପେ କମିଯାଉଛି। କିନ୍ତୁ ସେ ମୋର ଦୀକ୍ଷା ଗୁରୁ, ହୃଦୟ ସିଂହାସନର ଠାକୁର ସେ, କିନ୍ତୁ ଏମାନଙ୍କର କଥା ସ୍ୱତନ୍ତ୍ର। ସେଇଭଳି ଭାବରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଯିଏ ଗୁରୁ କଲେ, ସିଏ ତାଙ୍କର କହିବେ ଇଏ ହେଉଛନ୍ତି ଏକମାତ୍ର ଗୁରୁ, ଆଉ ବର୍ତ୍ତମାନ ନିକଟରେ କେହି ଆସିବାର ନାହିଁ କି ଆସିନଥିଲେ। ଏଇ କୃଷ୍ଣ, ଏଇ ରାମ, ଏଇ କଥା, ଏଇ ପୁରୁଷୋତ୍ତମ ଯଦି କେହି କୁଆଡ଼େ ଆସୁନଥିଲେ, ଠାକୁର ଅନୁକୂଳ ଚନ୍ଦ୍ର ପୁରୀ ଶ୍ରୀକ୍ଷେତ୍ରକୁ କାହିଁ ଆସିଥିଲେ? ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କ ମନ୍ଦିରକୁ ଶ୍ରୀମନ୍ଦିର କାହିଁକି କହିଲେ? ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କ ପ୍ରସାଦ ଖଳାକୁ ଆନନ୍ଦ ବଜାର କାହିଁକି କହିଲେ? ତମେ ବୁଝିବା ହେଉଛି ଭ୍ରମ। ତାଙ୍କ ବହି ପଢ଼, ସିଏ ପୁରୁଷୋତ୍ତମଙ୍କୁ ପ୍ରଣାମ କର, ଜୟ ଗୁରୁ ବୋଲି କୁହ। କିନ୍ତୁ ଏଇସବୁ ଜିନିଷ, ଏଇ ଯେଉଁ ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲରେ, ଇଏ କଥାଟା କ'ଣ ଠାକୁର ଅନୁକୂଳ ଚନ୍ଦ୍ର ପ୍ରଥମେ ସୃଷ୍ଟି କଲେ? ତା ପୂର୍ବରୁ ଚୈତନ୍ୟ କରିଥିଲେ। ଜଣେ ଋତିକି କହିଲେ ঠাকুর আমার বলেছেন ये পৃথিবীতে আছে যত দেশ গ্রাম সর্বত্র প্রচার হবে আমার সত্য নাম। পৃথিবী কোউঠি? আমেরিকারে কিଏ ପଢୁଛି ତାଙ୍କୁ ଜାଣିଛି, ରୁଷିଆରେ, ଆରବ କଣ୍ଟ୍ରିରେ, ପାକିସ୍ତାନରେ, କାହିଁ ଭାରତବର୍ଷର ସବୁ ଷ୍ଟେଟରେ ମଧ୍ୟ ନାହିଁ, ଉତ୍ତରପ୍ରଦେଶରେ ନାହିଁ, ଦକ୍ଷିଣ ଭାରତରେ ନାହିଁ। କୋଉଠି ଗୋଟିଏ ବଙ୍ଗାଳୀମାନେ ମିଶିକିରି କରିଦେଇଛନ୍ତି, ବୋଧଗୟାରେ ଗୋଟିଏ କରିଦେଇଛନ୍ତି। ତାମାନେ କ'ଣ ଏଇ ହେଲା ପୃଥିବୀ? ତେଣୁ ଏସବୁ କଥାରେ ପଶ ନେଇ ପୂର୍ଣ୍ଣ ପୋଥି ପଢ଼, ତାଙ୍କ କୀର୍ତ୍ତନ କର, ସତସଙ୍ଗ କର, ସେତିକି ଯଥେଷ୍ଟ। ତେଣୁ ବାୟା ସେୟା କହିଲେ, ଆଉ ତମର ଆମର ଠାକୁର ଅଭିରାମଙ୍କ ଆଶ୍ରମରେ କେବେ ବି କେହି ଅନ୍ୟ ଗୁରୁଙ୍କର ଭଜନ ଗାଆନ୍ତି ନାହିଁ। ଠାକୁର ଅଭିରାମ କ'ଣ ସେୟା କହିଛନ୍ତି? ତେଣୁ ଇଏ ସବୁ ଭକ୍ତମାନଙ୍କ ପାଖରେ ଅଲଗା ହେଇଯାଉଛି। ପ୍ରାଚୀ ମଧୁସୂଦନ ଏତେ ପ୍ରେମିକ ଲୋକ ଥିଲେ, ତାଙ୍କ ମୁହଁରୁ ମଧ୍ୟ କେବେ ମୁଁ ଶୁଣି ନେଇ ତାଙ୍କ ଶିଷ୍ୟମାନଙ୍କ ମୁହଁରୁ ମଧୁଙ୍କ ବ୍ୟତୀତ ଅନ୍ୟ କାହାରି ଲେଖା ପଢ଼ିବା। ବୈକୁଣ୍ଠଙ୍କର ପିଲାମାନେ ମଧ୍ୟ ପ୍ରାୟ ସେଇ ଗୀତ, ସେ ଗୀତ ପଢ଼ିଲେ ବଳିଆ ଆନନ୍ଦ ହୁଏ। ଆର ଅର୍ଥ ନୁହେଁ ତୁମେ ଆଉ କାହାର ଗାଇବନି। ତେଣୁ ଏଇ ସଂକୀର୍ଣ୍ଣତା ଭିତରେ ଥିବା ପିଲାମାନଙ୍କ ଉଦ୍ଦେଶ୍ୟରେ କହିଲେ, କୁମ୍ଭାର ସାଇର ଚଟୁ ଆମ ଭାଲୁକୁଣି ଚହଟ ଚମ୍ପା ତୁମ ଭାଲୁକୁଣି ପେଟ। ଏ କଥା ଆମର ଠିକ, ତମର ଭୁଲ। ହଉ ସଜ୍ଜନ, ବାବା କେମିତି କହିଲେ? ସଂଘ ଗୁଡ଼ିକ ଆମେ ଗଢ଼ିଛେ ଲୋକପ୍ରିୟ ହେବା ପାଇଁ। କେମିତି ଲୋକପ୍ରିୟ ହେବ? ସେ କହିଲେ, ପରମାର୍ଥ ରାଜ୍ୟରେ ଅଗ୍ରସର ହେବାକୁ ହେଲେ ପଥର ଭଳି ହୁଅ, ଟିଣ ଭଳି ହେଲେ ଚଳିବ ନାହିଁ। ଟିଣ ଟିକିଏ ପବନରେ ଧଡ଼ 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 ହୁଏ,
ପଥର କିନ୍ତୁ ହଲଚଲ ହୁଏ ନାହିଁ। ଖାଲି ପଥର ହେଲେ ଚଳିବ ନାହିଁ, ତୁଠ ପଥର ଭଳି ହୁଅ। ତୁଠ ପଥରରେ ଲୋକ ପରେ ଲୋକ ଆସି ଗୋଡ଼ ଘଷି ଦେଇ ଯାଉଥିଲେ, ସିଏ କିନ୍ତୁ ପଡ଼ିଥାଏ ଅବିଚଳିତ ଭାବରେ, କିଛି କହେ ନାହିଁ। ଅହଲ୍ୟା ପଥର ହେଇଥିଲେ, ରାମଙ୍କର ପାଦ ସ୍ପର୍ଶ ପାଇଲେ। ଆମେ ତ ପଥର ହବାନି କି ପତର ବି ହବାନି। କ'ଣ ପାଇଁ ଏତେ ଗୁଡ଼ାକ, ମାନେ କ'ଣ ପାଇଁ ସବୁ ଏତେ ଦମ୍ଭ? ବଳିଆ ଆଜି ପର୍ଯ୍ୟନ୍ତ ଦେଖିଛି ରାଞ୍ଚିରେ ଯୋଗାନନ୍ଦଙ୍କ ଆଶ୍ରମରେ, ଯୋଗଦା ଆଶ୍ରମରେ ଆମେ ଖାଲି ଟିକେ ସେ ପ୍ରଜ୍ଞାନନ୍ଦ ହରିହରାନନ୍ଦ ଗିରି କଥା ଟିକେ କହିଲୁ, ତାଙ୍କ ମୁହଁଟା ଗୋଟେ ନାଲ ପଡ଼ିଗଲା। ଆଉ ତରାତିକିରି ଆଖି ଅନେଇଲେ। କ'ଣ କହିଲେ? ସେ କିଏ? ଯୋଗାନନ୍ଦଙ୍କ ପରେ ଆଉ କେହି ଗୁରୁ ନାହାନ୍ତି। ଆମେ ଏକାଥରେ ଚୁପ୍ ଚାଲି ଆସିଲୁ, ଆଉ ସେଠିକି ଗଲୁନି। ଇଏ କି କଥା? ତେଣୁ ଏଇ ସବୁ କଥା ମହିମା ଅଲେଖ ସ୍ୱାମୀ ବାବାଜୀ ମାନେ ବହୁତ ଭଲ, ପୁରା ବାଡ଼ି ଧରିକି ଆସନ୍ତି। ଦିନେ ଆମ ଘରେ ବସିଲେ, ଆମ ଚଉରାରେ ଯେଉଁ ତୁଳସୀ ଗଛ, ସେ ବାଡ଼ିଟାକୁ ନେଇକି ତୁଳସୀ ଗଛ ଲଗେଇଲେ, ହେଲେ ଏଇ ଗୋଟେ ଅସତୀ, ଏଇ ଅସତୀକି ତେବେ ପୂଜା କର। ସେତେବେଳେ ମୋର ବୟସ 14-15 ବର୍ଷ। ମୋ ଦେହ କ'ଣ ହେଇଗଲା। ମୁଁ କହିଲି ଏତେ ଅଭିମାନ? ତୁଳସୀ ଗୋଟେ ଔଷଧ ଗଛ, ଏ କଥା ଏମାନେ ଭୁଲି ଯାଉଛନ୍ତି। କାଶ ହେଲେ ତୁଳସୀ ରସ ବହୁ ଖାଆନ୍ତି। ତେଣୁ ସଜ୍ଜନ, କାହାକୁ କ'ଣ କହିବ? ସମସ୍ତେ କହୁଛନ୍ତି ଆମ ଭାଲୁକୁଣି ଭଲ, ଆଉ ତମ ଭାଲୁକୁଣିଟା ଖାଲି ମାନେ ପେଟୁ ଭଳିଆ ଖାଉଛି। ତେଣୁ ଦୁନିଆରେ ଯଦି କେହି ବଡ଼ ଏକା କଳା ଠାକୁର, ଦୁନିଆରେ ଯଦି କେହି ବଡ଼ ଥାଏ, ବଡ଼ ଏକା କଳା ଠାକୁର। ଦୁନିଆରେ ଯଦି କେହି ଦୁଃଖ ଶୁଣେ, ଦୁନିଆରେ ଯଦି କେହି ଦୁଃଖ ଶୁଣେ, ସେହି ଏକା କଳା ପଥର, ସେହି ଏକା କଳା ପଥର, ସେହି ଏକା କଳା ପଥର, ସେହି ଏକା କଳା ପଥର। ଦୁନିଆରେ ଯଦି କେହି ଦୁଃଖ, ହେ ବାବୁ, କାହାକୁ ଗୁରୁ କରୁଛ କର। ତମେ ଯେଉଁ ସ୍କୁଲକୁ ଲାଇକ୍ କଲ, ସେଇ ସ୍କୁଲରେ ପାଠ ପଢ଼, ସେଇ ସାର୍ଙ୍କୁ ମାନ। ତାର ଅର୍ଥ ନୁହେଁ ଆରପଟ ଗାଁର ସ୍କୁଲକୁ ପୋଡ଼ି ଦିଅ କି ତାଙ୍କ ସାର୍ମାନଙ୍କୁ ବାଡ଼ା ଟେକା ପକା। ତମ ବାପ ମାଆଙ୍କୁ ତମେ ଭକ୍ତି କର, ତାର ଅର୍ଥ ନୁହେଁ ତମ ପଡ଼ୋଶୀ ବାପ ମା ଯିଏ ଅଛନ୍ତି ତାଙ୍କୁ ମାନେ ଛୁରୀ ଦେଖେଇକିରି ଡରେଇକିରି କଥା କହିବ। ଛି 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 ଛି। ଆଜି ଧର୍ମ କଥା ବଢ଼ିଛି ନା କମିଛି? କମି ଯାଉଛି। ଏଗୁଡ଼ା ତୋର ମୋର ଭାବ ଯୋଉଠି ସେଠି ବଢ଼ିଲା କେମିତି? ଏମିତି କଥା, ଇଏ ତ କଥା। ତାପରେ ଆଉ ଗୋଟେ କଥା ବି ଅଛି, ଯିଏ ରାମବାଦୀ, ରାମଙ୍କୁ ଭକ୍ତି କରୁଛନ୍ତି, ଗୋଟେ ବାବାଜୀ କହିଲେ ତମର ଗଉଡ଼
बोले आपणकर आम क्षत्रिय बोले क्षत्रिय किए ना राम बोले गौड़ किए ना कृष्ण बोले कौन टा है क्षत्रिय युद्ध करी मनीष को मारे ये पका क्षत्रिय नुहे से गौड़ परा क्षीर दिए गौड़ ठाकुर को कांधाए गौड़र अधिकार अच्छी सी क्षीर नहीं ठाकुर ढाल गौड़ कभी खराब है ना आम लिखिं आम कौ कवि ना कहला मोर मन नहीं गौड़ गुड़ा नहीं घरे न रहंती गौड़े बड़ अधम जाति घेरी साबुंद बालके बने फूल घरे नरु ती गौ बड़ अधम घेरी साबुंद फुलंती बने बाड़े ओ यही कथा तमे कौन बुझीच साहित्य ज्ञान अच्छी तमर अधम माने कौन की अधम माने मूर्ख बाध्य घरे न रुहंती गौड़े सी महिषी की पालन करिवा पाई गोगस्थरे शुअंती महिषी को पानी पाखरे रखती पड़ियारे चराती ये सेवकटी झाड़ूदारटी पिलादिने हस्टेल बलिया थिला बेले मोर जड़े बाल्य साथी पढ़ा साथी थिले ब्रजकिशोर महापात्र तांको आमे बलिया ब्रज डाके तांको बापा माँ बजुली डाकती आज भी से अच्छी आओ आमे दुई जनकर गोटे खट दुई जनकर गोटे बाक्स दुई जनकर गोटे कथा सी किंतु मते बाबा बोली संबोधन करुले सी मते बहुत भल पाउले तांको ज्वर हेले मु तांको हाथ कोड़े तांको हाथ पकई तांको शोला ज्वर भल हो जाऊला आता ये सब कथा आमे महिषी घी खाऊ दी जन जाक आउ क्या दौना से महिषी घीर कथा आज मने अच्छी सी महिषी घी दिए कि किणु दास ता कथा भी मोर मने अच्छी तेणु सज्जन भूल बाटर जाओनी जम्मा बिल्कुल तोर मोर भाव आगे छाड़ आज केड़े सुंदर परिवार गुड़ाक खाली यही तोर मोर मु माँ मान को कहूँ माँ माने तमें परा माँ तुम अंतर होची बात्सल्य ममतार एक गंताघर तमे मो पुओ ता पुओ से पुओ एते कथा कहीं होची एते कथा कहीं करुच गांधारी तांको 100 पुओ को कौन भल पाऊ नथिले किंतु पांडव मानक पई पदे 5 भाई को पई पदे विपरीत कथा कही कि जदि कही नथिले तले माँ माने शिखिल कौन महाभारत पढ़िकी जानिल कौन तेणु भल हुओ जड़े होउचंती बड़ दी ग्रेट सी होउचंती ऑलमाइट सी होउचंती सुप्रीम सी होउचंती गुड एंड बेस्ट तांको ठारू बड़ आउ केही नाही हो छाड़
ବୈକୁଣ୍ଠ କହିଲେ ଆହେ ପ୍ରେମମୟ କର ପ୍ରେମ ଦାନ ଯାପର ସେ ତୃପ୍ତ ହେଉ ଭକ୍ତଜନ ଆହେ ପ୍ରେମମୟ କର ପ୍ରେମ ଦାନ ଯାପର ସେ ତୃପ୍ତ ବନ୍ଧୁ ଭକ୍ତଜନ ଭୁଲି ଯାଆନ୍ତୁ ଦେହ ବିଷୟାତି ଭୁଲି ଯାଆନ୍ତୁ ଦେହ ବିଷୟାଦି ମୋହ ଲୟ କରି ଯିବ ବଇ ବ୍ରହ୍ମଚାରୀ ଲୟ କରି ଯିବ ବଇ ବ୍ରହ୍ମ ବ୍ରହ୍ମଚାରୀ ଆହେ ପ୍ରେମମୟ କର ପ୍ରେମ ଦାନ ଯାପର ସେ ତୃପ୍ତ ହୁଅନ୍ତୁ ଭକ୍ତଜନ ଆହେ ପ୍ରେମମୟ ପର ପ୍ରେମ ଦାନ ଯାପର ସେ ତୃପ୍ତ ବନ୍ଧୁ ଭକ୍ତଜନ ପ୍ରେମ ଠାରୁ ବଡ଼ କିଏ ଲଭ୍ ଇଜ୍ ଗଡ୍ ଏଲ୍ ୟୁ ବି ଲର୍ନେନ୍ ୟୁ ବି ଇରୁଡାଇଟ୍ ପର୍ସନ୍ ୟୁ ବି ୱାଇଜ୍ ମ୍ୟାନ୍ ଏଲ୍ ଓ ୟୁ ବି ଓବିଡିଏଣ୍ଟ always obedient V virtue and you speak always sweet version E eternal ଶାଶ୍ୱତ ତେଣୁ ପ୍ରେମ ଠାରୁ ବଡ଼ କିଏ ଆଉ ତ କେହି ବଡ଼ ନାହିଁ ଆଉ ବଡ଼ କିଏ ଠାକୁରଙ୍କର ନିଗମାନନ୍ଦଙ୍କର ପ୍ରେମୀ ଗୁରୁ ହଉଛନ୍ତି ଶେଷ ଗୁରୁ ଆଉ ତେଣୁ ବୈକୁଣ୍ଠ ସେଇ କଥା କହିଲେ ଆଉ କଣ ମଧୁ କଣ କହିଲେ ତୁମ ପରି ଦିନ ମଣି ଥାଇ ତମ ଅନ୍ଧକାର ଘୁଞ୍ଚୁ ନାହିଁ ଅନ୍ଦାଜ ନ ଜାଣି ଦରାଣ୍ଡି ହୁଅ ଉଦୟ ହୁଅ ଶୂନ୍ୟ ଇନ୍ଦୁ ତୁମ ପରି ମଣି ଥାଇ ତମ ଅନ୍ଧକାର ବୁଝୁ ନାହିଁ ଅନ୍ଦାଜ ନ ଜାଣି ଦରାଣ୍ଡି ହୁଅ ଉଦୟ ହୁଅ ହେ ଶୂନ୍ୟ ଇନ୍ଦୁ ନାଇଁ ସିଏ ଉଦୟ ହେଲେ ନିଶ୍ଚୟ ଅନ୍ଧକାର ଯିବ ଯିବ ନାଇଁ କାହିଁକି ନିଶ୍ଚୟ ଯିବ ମଧୁ କ'ଣ ସେଇ ଅର୍ଥରେ କହିଲେ ତାଙ୍କର କ'ଣ ବିଶ୍ୱାସ ନଥିଲା ଆଲୋକ ଉଦୟ ହେଲେ ତମସମାଂ ଜ୍ୟୋତିର୍ଗମୟ ସେ କଥା ସେ କହିନାହାନ୍ତି ଜ୍ଞାନ ଯେତେବେଳେ ମଣିଷ ପାଇବ ଅଜ୍ଞାନ ଅନ୍ଧକାର ପଳେଇବ ତେଣୁ ସେସବୁ କିଛି ନୁହେଁ କିନ୍ତୁ ମହାପୁରୁଷଙ୍କର ତାଙ୍କ ପ୍ରଭୁଙ୍କ ପାଦରେ ଇଏ ହେଉଛି ଗୋଟିଏ ଅଭିମାନାତ୍ମକ ନିବେଦନ ଯେହେତୁ ସେ ବହୁତ ଭଲ ପାଉଛନ୍ତି ତେଣୁ ଅଭିମାନ କରିବା ସ୍ୱାଭାବିକ ଆଉ ଆଚ୍ଛା ଅଭିନ୍ନ ସୁନ୍ଦର କ'ଣ କହିଲେ ଗୁଡ଼ରେ ଗୋଟିଏ ପ୍ରତିମା ତିଆରି କରିଦେବ ଇଏ ଗୋଟେ ଗୋଟେ ମହାପୁରୁଷ ଗୋଟେ ଗୋଟେ ପ୍ରକାର ସବୁ କଥା କିଏ କର୍ଣ୍ଣକୁ ଖାଇ କିଏ ବା ନେତ୍ରକୁ ଖାଇଯିବ ଆଉ ଇଏ କ'ଣ ମାନେ ତ ମୁଁ ବୁଝିପାରୁନି ଆଉ କହି ବୁଝେଇବି କ'ଣ ଗୁଡ଼ରେ ଗୋଟିଏ ପ୍ରତିମା ତିଆରି କରିଦେବ ଗୁଡ଼ରେ ପ୍ରତିମା ହବନି ହବଟା ଗୁଳା କରିଦେଲେ ହବ ଆଉ କିଏ କର୍ଣ୍ଣକୁ ଖାଇ କିଏ ବା ନେତ୍ରକୁ ଖାଇଯିବ ଆର ଅର୍ଥ ବଳିଆ କହିପାରୁନେଇ ଭାବିଲେ କହିବି
କାଲି ଆଡ଼କୁ କହିବା ଆଉ କ'ଣ କରିବା? ଏ ତ ଏମିତି ଓଲଟ ପାଲଟ କରି ଲେଖିଛନ୍ତି। ଆମ ଅଚ୍ୟୁତାନନ୍ଦ କ'ଣ ଲେଖିଲେ ତାଙ୍କୁ ବୋଲା ବୁଝଉଛନ୍ତି ଦୁନିଆ ଯାକ ଇଏ ଅମୁକ ମସିହାରେ ଅମୁକ ହେବ, ସମୁକ ମସିହାରେ ସମୁକ ହେବ, ଆଉ କରୋନା କେଉଁ ମସିହାରେ ହେବ ସେ କଥା ଲେଖା ନାହିଁ। ଆଉ ଏସବୁ କଥା ଆଉ କ'ଣ କରିବା? ମହାପୁରୁଷମାନଙ୍କର ଠାର ଗାରକୁ ବୁଝିବା କଷ୍ଟ। ତେବେ ଯାହା ହଉ ତାକେ କଥାକୁ ଟିକେ କାନରେ ଶୁଣିଲେ ଭଲ। ଏତିକି କେବଳ ଆମର ନିବେଦନ। ତାଙ୍କ କଥା ଶୁଭୁଥାଉ, ତାଙ୍କ ରୂପ ଆଖିରେ ନାଚିଥାଉ, ଆମେ ଏ ସଂସାରରୁ ବିଦାୟ ନଉ। ଜାଗ ହେ ଅନନ୍ତ ତୁମେ